ଦେଖନ୍ତୁ ଓଡ଼ିଆ अस्मितारे ଭିକେ ପଣ୍ଡିଆନ୍ ବଳି ପଡ଼ିଗଲା ପରେ ଦଳ ଭିତରୁ ବିଦ୍ରୋହ ହେଲା ବାଧ୍ୟରେ ସେ ଯେହେତୁ ପୂର୍ବରୁ କହିଥିଲେ ସନ୍ନ୍ୟାସୀ ନେଇଗଲେ। ପରବର୍ତ୍ତୀ ସମୟରେ ସୁଜାତାଙ୍କ ଏଣ୍ଟ୍ରିକୁ ନେଇକି ବିଜୁ ଜନତା ଦଳ ପାଖାପାଖି 2 ବର୍ଷ ହେଲା ପ୍ରୟାସ କରୁଥିଲା। ସମୟ ସୁବିଧା ନଥିଲା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଜାତା ବର୍ତ୍ତମାନ ଆସିଲେ। ସେତେବେଳେ ଯୋଡ଼ିଏ ଜିନିଷ ଆମେ ମଧ୍ୟ ଚର୍ଚ୍ଚା କରୁଥିଲେ। ଗୋଟିଏ ହେଉଛି ଯେ ଦଳ ବଢ଼ିବ ନା ଦଳ ଛିଡ଼ିବ। ଶଙ୍ଖ ଭବନ ଗୋଟା କମ୍ପନ ହବ। କାହିଁକି ଅନେକ ଦେଖିଥିବେ ନେତା ବଦ୍ରି ପାତ୍ର ଠାରୁ ଆରମ୍ଭ କରିକି ଅନେକ ନେତା ଯୁବ ନେତା ସୁଜାତାଙ୍କ ଏଣ୍ଟ୍ରିକୁ ମଧ୍ୟ ବିରୋଧ କରୁଥିଲେ। କିନ୍ତୁ ସୁଜାତା ଆସିବା ପରେ ଏଯାକେ କୌଣସି ନେତା ଖୋଲାଖୋଲି ଭାବରେ ବିରୋଧ କରିବାକୁ ଦେଖିବାକୁ ମିଳୁନାହିଁ। ଏବଂ ଯେହେତୁ ସେ ଜଣେ ଆଇଏଏସ୍ ଅଫିସର ଥିଲେ ମତେ ଲାଗୁଛି ଯେ 10:30 ଯାଆନ୍ତି ସେକ୍ରେଟାରିଏଟ 5:30 ଫେରନ୍ତି। ବର୍ତ୍ତମାନ ସେ 10:30 ଶଙ୍ଖ ଭବନ ପଶୁଛନ୍ତି। ବର୍ତ୍ତମାନ ଆଜି କାହା ସାଙ୍ଗରେ ଭେଟିବେ କାଲି କାହା ସାଙ୍ଗରେ ଭେଟିବେ ତାଙ୍କର ଗୋଟେ ସିଡ୍ୟୁଲ କରାଯାଇଛି। ପ୍ରତି ଅଧଘଣ୍ଟା ଘଣ୍ଟା ଭିତରେ ତାଙ୍କ ପାଖକୁ 2-4 ଜଣ ନେତା ଯାଉଛନ୍ତି କଥା ହେଇକି ଆଉଛନ୍ତି। ସେ ନିର୍ବାଚନ ମଣ୍ଡଳୀରେ ସମୀକ୍ଷା କରୁଛନ୍ତି। ଏବଂ ଆଉ ଗୋଟିଏ ବଡ଼ ସୂଚନା ବି ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ପାଣ୍ଡିଆନ୍ କରୁଥିଲେ ବଡ଼ ବଡ଼ ମିଟିଂ 10,000 20,000 ଲୋକଙ୍କୁ ନେଇକି ସିଏମର। ସୁଜାତା ବର୍ତ୍ତମାନ କରିବେ ଛୋଟ ଛୋଟ ମିଟିଂ ମାନେ ସିଧା ବ୍ଲକ ଅଫିସ ବ୍ଲକକୁ ଯିବେ। ବ୍ଲକ ପଞ୍ଚାୟତରେ ଯେତିକି କାର୍ଯ୍ୟକର୍ତ୍ତା ଅଛନ୍ତି ଗୋଟେ ଛୋଟିଆ କନଫରେନ୍ସ ରୁମ୍ ହଉ କିମ୍ବା ଗୋଟେ କଲ୍ୟାଣ ମଣ୍ଡପ ହଉ କିମ୍ବା ଗୋଟେ ଛୋଟିଆ ଘର ବଡ଼ ଲମ୍ବା ହଲ୍ଟେ ହଉ ସେଇଠି ବସିକି ସେ 100-200 ଲୋକଙ୍କ ସାଙ୍ଗରେ କଥା ହେବେ। ସେ ଅଭିଯାନ ମଧ୍ୟ ଆପଣ ଦେଖିବେ ଖୁବ୍ ଶୀଘ୍ର ଆରମ୍ଭ ହବ। ସେଇଠୁ ବାହାରିଲେ ତ ଏକାବେଳେ 3-4ଟା ଜିଲ୍ଲା କଭର କରିକି ଆସିବେ। କାହିଁକି ନା ସେ ଚାହୁଁଛନ୍ତି ଗ୍ରାସରୁଟ୍ ଲେଭେଲ ଲୋକଙ୍କ ସହିତ କନେକ୍ଟ ହେବା ପାଇଁ। ଏବଂ ବିଜୁ ଜନତା ଦଳ ଯେତେକ ଟାଣୁଆ ନେତା ବର୍ତ୍ତମାନ ସେମାନେ ମଧ୍ୟ ସୁଜାତାଙ୍କୁ ନେତ୍ରୀ ବୋଲି ମାନି ସାଇଲେ। କିଛି ନେତାଙ୍କ ମନରେ ଅସନ୍ତୋଷ ରହିଛି କିନ୍ତୁ ସେମାନେ ଦେଖୁଛନ୍ତି ସିଚୁଏସନ ଆଉ ବିଜେପି ସପକ୍ଷରେ ନାହିଁ। 2 ବର୍ଷ 3 ବର୍ଷ ଅଛି ସରକାର ପାଇଁ ସେ କ'ଣ କରିବେ ଅଲଗା କଥା। କିନ୍ତୁ ଏଇ 2 ବର୍ଷ ଭିତରେ ଲୋକଙ୍କ ମନରେ ଗୋଟେ ଧାରଣା ଯେ ଆଉ ବୋଧେ ବିଜେପି ଆଉ ଆସିଲା ଭଳିଆ ଲାଗୁନି। ପ୍ରତିଦିନ ସରକାର କୌଣସି ନା କୌଣସି ସମସ୍ୟାରେ ଛନ୍ଦି ହେଇଯାଉଛନ୍ତି। ଗୋଟେ ପିଆର ମ୍ୟାନେଜମେଣ୍ଟ କିଛି ନାହିଁ। ମିडिया मैनेजमेंट नहीं। एजेंसी काम करूनी। 6-6टा मंत्री देन से मंत्री बोझ गुड़ाक सब मंत्री मुंड हो खाली फाइल रे दस्खत माइला बेलू मंत्री काम सरी जा। तेणु सरकार जो बैकफुट अच्छी विजु जनता दल से फायदा नवा चाहूँगी। आउ गोटे पॉजिटिव पॉइंट हूँ सुजाता कार्तिकेयन होती वोमेन दक्ष ऑफिसर थे मिशन शक्ति सहित कनेक्टेड थे। आगामी दिन में 33% महिला संरक्षण नहीं महिला सशक्तिकरण कथा कहुच्छी। सेतेबेले दल भावुँ यदि आम सुजाता को आगू छाड़ा ताले एटा बेटर ही हम। एत दल अच्छा समस्त पुरुष नेता आमर महिला नेता हुए तो से बाटर आम किसी भोट पाइपर। एवं पांड्यान थे तमिलनाडुर सुजाता केन्द्रापड़ार। किसी लोक कहीपर पांड्यान स्त्री से नारेटिवटा धरुची कि नहीं से समय कह। तेणु ये केते सुजाता चैलेंज तेमे निजको केते खांटी ओडिया बोली प्रदर्शित कर जे स्वामी को बाट अलग मो बाट अलग मु हूँ माटीर झील सी केते कनेक्ट होउछंदी। मुझे कहूली पूर्व थे मत पचारा बेले सी बर्तमान शंख भवन में पहुंचले नुआ टीचर स्कूल को आई पाठ केते भल पढ़ेले कि नहीं तांको पिला माने 6 मास भीतर परीक्षा देवे पंचायत रे। स्ट्राटेजी बर्तमान सुजाता स्ट्राटेजी अनुसार जीव नवीन को चेहरा सुजाता रणनीति बर्तमान विजु जनता दल निर्वाचन लड़। जब पंचायत निर्वाचन सक्सेस है आम जाना सुजाता एंट्री इज ए माने गुड चॉइस विजु जनता दल। जदि विफल हम ताल दल पुणी परवर्ती समय आसो। देखो पांड्यान को लेकिन 2024 मसीहा पर विद्रोह आरंभ है। जो नेता मैंने मे होते से सिंह भली हेटाड़ पकड़े बाघ भली रड़ी पकड़े बुझिपारे कि नहीं। किंतु जदि सुजाता सफल हो आपड़ देखिए दल में असंतोष रही। एवं जदि बीजेपी शक्तिशाली था हुए तो आउ कहीं बीजेपी को जाकि भविष्य देखी था। एवं चर्चा होची बीजेडी बीजेपी मध्य ऊपर लेवल गोटे सेटिंग रही जाइए से मेंट हो। तेणु समस्त कौन स्थिति पर वरिष्ठ नेता मैंने देखुं अपेक्षा करगले भल। तेणु जहाँ हम पंचायत निर्वाचन पर।